ବର୍ତ୍ତମାନ ଓଡ଼ିଶା ପୁଲିସ୍ ଆଡ଼ୁ ଯେନ୍ଟାକି OISF ରୁ ନୂଆ ନୋଟିସ୍ ଯାଇଛେ। ସେ ନୋଟିସ୍ଟା କାଣା ଜାନ୍ମା ଏ ଭିଡ଼ିଓ ମାଧ୍ୟମରେ, ସେଥିର୍ଲାଗି ଆମ ଚ୍ୟାନେଲ୍କେ ସବସ୍କ୍ରାଇବ୍ କରି ପକ, ଭିଡ଼ିଓକେ ଲାଇକ୍ ସେୟାର କରବାଟା ନି ଭୁଲବ। ନୋଟିସ୍ଟା କାଣା ପହଲେ ଜାନ୍ମା। ପହଲେ ତ ଦେଖ୍ମା SAPS ଯେନ୍ଟାକି ସ୍ପେଶିଆଲ୍ ଆର୍ମ ପୁଲିସ୍ ହେଡ଼କ୍ୱାର୍ଟରରୁ ଭୁବନେଶ୍ୱରରୁ ନୋଟିସ୍ଟା ଆଇଛେ, ଯେନ୍ଟାକି 18/12/2024ରେ ନୋଟିସ୍ଟା ଆସିଛେ। ଆଉ ନୋଟିସ୍ରେ କାଣା ଅଛି ସବୁ ଡିଟେଲ୍ସ ଜାନ୍ମା, ଫୁଲ୍ ଡିଟେଲ୍ସ। ଇନେ ଦେଖିପାରୁଥିବ OSP ବାଟାଲିୟନ୍ 3rd ବାଟାଲିୟନ୍ ଅଛେ, ଯେନ୍ଟାକି ଗଜପତି 40th ବାଟାଲିୟନ୍ ଅଛେ, ମାଲକାନଗିରିର OSP ଅଛେ, ତାପରେ SS ବାଟାଲିୟନ୍ ଯେନ୍ଟା ଭୁବନେଶ୍ୱର ଅଛେ। ତାପରେ ଇନେ ଦେଖିପାରୁଥିବ OISF ଭୁବନେଶ୍ୱର ବି ଅଛେ। ଇ ପ୍ରକାର ଯେନ୍ ବାଟାଲିୟନ୍ ଅଛେ ସବୁ ବାଟାଲିୟନ୍କେ ନୋଟିସ୍ଟେ ଯାଇଛେ। ଆଉ ଇନେ ମେନ୍ ସବଜେକ୍ଟଟା ହଉଛେ, ବହୁତ ୟୁଟ୍ୟୁବର୍ କହୁଛନ୍ କି ପୋଷ୍ଟ OISF 6000 ବାହାରିଲା, 7000 ବାହାରିଲା, 5000 ବାହାରିଲା ବୋଲିକରି। ହେନ୍ତା କିଛି ନାଇଁ। ସେ ଇନର୍ ମେନ୍ ସବଜେକ୍ଟଟା ମୁଇଁ ବୁଝେଇକରି କହି ଦଉଛେଁ, ଯେନ୍ଟାକି ସବଜେକ୍ଟରେ ଲେଖା ହେଇଛେ ପ୍ରମୋସନ୍ ଅଫ୍ ସିପାହୀ କନଷ୍ଟେବଲ୍ ଟୁ ଦ rank of ହାବିଲଦାର through selection test for the year 2024। ଇଟାର କାରଣଟା ଯେନ୍ଟାକି ଯେନ୍ମାନେ ଆଗରୁ OSP IRBରେ ଜବ୍ କରୁଛନ୍ ବୋଲେ ସେମାନଙ୍କର ପ୍ରମୋସନ୍ ହାବିଲଦାର ପୋଷ୍ଟ ହେବାର୍ ଲାଗି ସେମାନେ ଟେଷ୍ଟଟା ଦେବେ। ଆଉ ଯେନ୍ମାନେ ହାବିଲଦାର ପୋଷ୍ଟରେ ଅଛନ୍ ଆଉ ASI ଯେନ୍ମାନେ ହାବିଲଦାର ପୋଷ୍ଟରେ ଅଛନ୍ ବୋଲେ ସେମାନେ ASI ପୋଷ୍ଟ ଲାଗି ଅନଲାଇନ୍ ଆପ୍ଲାଏ କରିବେ। ସେ ପୋଷ୍ଟଟା ଇନେ ବାହାରିଛେ, ବେଶୀ କିଛି ନେଇ। ସେ ଯେନ୍ମାନେ ନୂଆ ପୋଷ୍ଟ ବାହାରିଛେ ବୋଲି ଭାବୁଛନ୍ ବୋଲେ ସେଟା ହେନ୍ତା କିଛି ନେଇ। ସେ ବହୁତ ୟୁଟ୍ୟୁବର୍ କହୁଛନ୍ 6000 ପୋଷ୍ଟ ବାହାରିଗଲା, 5000 ପୋଷ୍ଟ OSF ବାହାରିଗଲା। ହେନ୍ତା କିଛି ନେଇ। ସେ ଇଟା ଯେନ୍ମାନେ ଆଗରୁ ଜବ୍ କରୁଛନ୍, OSP IRBରେ ଜବ୍ କରୁଛନ୍, କନଷ୍ଟେବଲ୍ରେ ଜବ୍ କରୁଛନ୍ ବୋଲେ ସେମାନେ ହାବିଲଦାର ପୋଷ୍ଟ ଲାଗି ଟେଷ୍ଟ ଲାଗି ଏକ୍ଜାମ୍ ଦେବେ 2024 ଲାଗି ବୋଲେ ସେମାନଙ୍କ ଲାଗି ନୋଟିସ୍ଟା ଅଛେ। ଆଉ ଇ ନୋଟିସ୍ରେ ଆଉ କାଣା ଡିଟେଲ୍ସଟା ଅଛେ, ସେମାନେ ଏଜ୍ ରିଲାକ୍ସେସନ୍ କେତେ ତକ୍ ରହେବା ସେମାନଙ୍କର ଲାଗି OSP IRB ଯେନ୍ମାନେ ଜବ୍ କରୁଛନ୍ ହାବିଲଦାର ପୋଷ୍ଟ ଲାଗି ସିଲେକ୍ସନ୍ ହେବାର୍ ଲାଗି ଚାହୁଁଛନ୍ ବୋଲେ ସେମାନଙ୍କର ଲାଗି କାଣା ଇଲିଜିବୁଲ୍ ସେଟା ଭିଡ଼ିଓ ମାଧ୍ୟମରେ ଲାଷ୍ଟ ତକ୍ ଦେଖୁନ୍, ଜାଣବେ କାଣା ରହୁଛେ କାଣା ନେଇ। ଇନେ ଦେଖିପାରୁଥିବ ଯେନ୍ଟାକି OSP IRBରେ ଯେନ୍ମାନେ ଜବ୍ କରୁଛନ୍ ବୋଲେ ସେମାନେ ହାବିଲଦାର ପୋଷ୍ଟ ଲାଗି ଟେଷ୍ଟ ଦେବାର୍ ଲାଗି ଚାହୁଁଛନ୍ ବୋଲେ ସେମାନକେ 30 ବର୍ଷ ଭିତରେ ହେବାର୍ କଥା, ଯେନ୍ଟାକି 1 ଜାନୁଆରୀ 2024ରେ 30 ବର୍ଷ ଭିତରେ ହେବାର୍ ଅଛେ। ଆଉ OSP IRB ଯେନ୍ମାନେ ଜବ୍ କରୁଛନ୍ ବୋଲେ ସେମାନେ 7 ବର୍ଷ ତକ୍ ତାଙ୍କର ଜବ୍ କଣ୍ଟିନ୍ୟୁ ହେଇସାରିଛେ, ରେଗୁଲାର ଅଛେ। 7 ବର୍ଷ ସରି ସାରିଲାନ ବୋଲେ ସେମାନେ ଏକା ଇ ହାବିଲଦାର ପୋଷ୍ଟ ଲାଗି ଇଲିଜିବୁଲ୍ ହେଇପାରବେ। ଇନେ ଦେଖିପାରୁଥିବ 3 ନମ୍ବର କଲମରେ ଅପସନ୍ଟା ଅଛି, ଯେନ୍ଟାକି ସିପାହୀ ଆଉ କନଷ୍ଟେବଲ୍ ଲାଗି। ସିପାହୀ ଆଉ କନଷ୍ଟେବଲ୍ ଯେନ୍ମାନେ ବର୍ତ୍ତମାନ ଜବ୍ କରୁଛନ୍ ବୋଲେ ସେମାନେ ହାବିଲଦାର ଏଣ୍ଡ ASI ଲାଗି ସେମାନେ ଆପ୍ଲାଏ କରିପାରବେ। ସେଥିର୍ଲାଗି ନୋଟିସ୍ଟା ଅଛେ। ଇନେ ନୂଆ ପୋଷ୍ଟଟା ନେଇ ବାହାରିବା। OSP IRB ମାନକେ ପ୍ରମୋସନ୍ ଲାଗି ନୋଟିସ୍ଟା ଆଇଛେ। ଆଉ ଇନେ କେତେଟା ପୋଷ୍ଟ ଅଛେ ସେଟା ବି ଜାନ୍ମା। ଇନେ ଦେଖିପାରୁଥିବ ଆଗରୁ ଯେନ୍ଟା ରହୁଥିଲା OSF ଲାଗି କ୍ୟାଟାଗୋରୀ ୱାଇଜ୍, ଯେନ୍ଟାକି SC BC OBC ମାନଙ୍କର ଲାଗି ଅନରିଜର୍ଭ ମାନଙ୍କର ଲାଗି 168 ହାଇଟ୍ ନଉଛେ। ଆଉ ମେଲ୍ ମାନଙ୍କର ଲାଗି ଇଟା 55 kg ୱେଟ୍ ନଉଛେ। ଆଉ ଚେଷ୍ଟଟା ନଉଛେ 79 ଆଉ 5 cm, ଯେନ୍ଟାକି ଫୁଲା ପଡ଼ବା। ତାପରେ ST SC ମାନଙ୍କର ଲାଗି ଯେନ୍ଟା 163 ହାଇଟ୍ ନଉଛେ, 50 kg ଆମର୍ ୱେଟ୍ ନଉଛେ। ହାଇଟ୍ ହିସାବେ ୱେଟ୍ଟା ନଉଛେ। ତାପରେ 76 cm ଚେଷ୍ଟଟା ରହିବାର୍ କଥା, ଆଉ 5 cm ଯେନ୍ଟା ଫୁଲାବାର୍ କଥା। ଆଉ ଇନେ ପହଲା ତ ରିଟିନ୍ ଏକ୍ଜାମ୍ଟା ଅଛେ। ରିଟିନ୍ ଏକ୍ଜାମ୍ ହେଇସାରିଲା ପରେ ଯେନ୍ଟାକି ଫିଜିକାଲ୍ ହେବା। ଆଉ ଯଦି ଡ୍ରାଇଭିଂ ଯଦି ଯାଉଛନ୍ ବୋଲେ ସେଟା ମ୍ୟାଣ୍ଡେଟରୀ ନାଇଁ, ସେ ଅପସନାଲ୍ ରହୁଛେ ଯେନ୍ଟା।
ଆଉ ଏଇନେ ଦେଖିପାରୁଥିବ ରିଟିନ୍ ଏକ୍ଜାମ୍ରେ ଟୋଟାଲ୍ ମାର୍କ 100 ମାର୍କ ରହୁଛେ ଯେନ୍ଟାକି 120 ମିନିଟ୍ର ଏକ୍ଜାମ୍ଟା ହେବା କମ୍ପ୍ୟୁଟର୍ ବେସ୍ଡ ଏକ୍ଜାମ୍ଟା ହେବା ଯେନ୍ଟାକି MCQ ଆସ୍ବା। ଆଉ ଏଇନେ ଫିଜିକାଲ୍ରେ ରହୁଛେ ଯେନ୍ଟାକି 1600 ମିଟର ରହୁଛେ ଯେନ୍ଟା 6 ମିନିଟ୍ରେ କ୍ଲିୟର୍ କରବାର୍ ଅଛେ। ପରେ ଏଇନେ ବୋର୍ଡ ଜମ୍ପ ରହୁଛେ ଯେନ୍ଟାକି 4 ମିଟର ରହୁଛେ ଏଇଟା 3ଟା ଆଟେମ୍ପ୍ଟରେ ଦେବା 3ଟା ଚାନ୍ସ ଦେବା ସେ ଭିତରେ କ୍ଲିୟର୍ କରବାର୍ ଅଛେ। ତାପରେ ହାଇ ଜମ୍ପଟା ରହୁଛେ 1.38 ମିଟର ଯେନ୍ଟା 4 ଫୁଟ୍ ରହୁଛେ ଏଇଟା ବି 3ଟା ଚାନ୍ସରେ କ୍ଲିୟର୍ କରବାକେ ପଡ଼ବା। ଯେମାନେ OSCP IRB କରୁଛନ୍ ସେମାନଙ୍କର ଲାଗି ଇମ୍ପୋର୍ଟାଣ୍ଟ ଏଇଟା। ତାପରେ ଯଦି ଡ୍ରାଇଭିଂ ଟେଷ୍ଟ ଜାଣିଛନ୍ ଡ୍ରାଇଭିଂ ଯଦି ଜାଣିଛନ୍ ବୋଲେ ସେ ଟେଷ୍ଟଟା ଦେବେ ଆଉ ଜାଣି ନା ବୋଲେ ତ କିଛି ନାଇଁ ଅପସନାଲ୍ ଅଛେ ଡ୍ରାଇଭିଂ ଟେଷ୍ଟଟା। ନେ ଯେନ୍ଟା ପ୍ରମୋସନ୍ଟା ହେବା ହବିଲଦାର ପୋଷ୍ଟ ଲାଗି ଏଲିଜିବୁଲ୍ ଲାଗି ଦେଖୁଁ ଇନେ ଯେନ୍ଟାକି ହବିଲଦାର ପୋଷ୍ଟ ଲାଗି ସିପାହୀ କନଷ୍ଟେବଲ୍ ମାନେ OSCP IRB ମାନେ ଆପ୍ଲାଏ କରିପାରବେ। ତାପରେ ଆର୍ମ ପୋଲିସ ଫୋର୍ସ ବାଲେ ଆପ୍ଲାଏ କରିପାରବେ। ଷ୍ଟେଟ୍ ଆର୍ମ ପୋଲିସ ଫୋର୍ସ ବାଲେ ଇନେ ବାଟାଲିୟନ୍ ବାଲେ ଅନଲାଇନ୍ ଆପ୍ଲାଏ କରିପାରବେ। ତାପରେ ରିଜର୍ଭ ବାଟାଲିୟନ୍ ବାଲେ ବି ଇନେ ହବିଲଦାର ପୋଷ୍ଟ ଲାଗି କରିପାରବେ। ଭାବି ନେବ ଯେନ୍ଟାକି OSCP IRB ଯେନ୍ମାନେ ଆଗରୁ ଜବ୍ କରୁଛ ସେମାନଙ୍କର ଲାଗି ନୋଟିସ୍ଟା ଆଇଛେ ଆଉ ସେମାନଙ୍କର ଲାଗି ପୋଷ୍ଟଟା ବାହାରିଛେ। ଆଉ ଇ ପୋଷ୍ଟ ହାବିଲଦାର ପୋଷ୍ଟ ଆଉ ASA ପୋଷ୍ଟ ଭରଲା ପରେ ଏକା OSCP IRB ପୋଷ୍ଟଟା ଖାଲି ରହେବା। ସେ ଖାଲି ପୋଷ୍ଟଟି ନେକ୍ସଟ ତାପରେ ଗଭର୍ଣ୍ଣମେଣ୍ଟ ବାହାର କରବା। ଯେନ୍ ପୋଷ୍ଟଟା ଭ୍ୟାକେନ୍ସି ଅଛେ କ୍ୟାଟାଗୋରୀ ୱାଇଜ୍ ଦେଖି ପକାମା। ଜେନେରାଲ ମାନଙ୍କର ଲାଗି ହେଲା ଟୋଟାଲ ପୋଷ୍ଟଟା ରହୁଛେ ଟୋଟାଲ ଭ୍ୟାକେନ୍ସି ରହୁଛେ 214ଟା। ने टोटाल पोस्ट रोचे 3823टा पोस्ट रोचे। इ पोस्टटा जेन पोस्टटा बाहरी छे OISF जेनटा बाहरी छे नोटिस आइछे इटा हला सिपाही कांस्टेबल मनकर लाई प्रमोशन पोस्टटा सेमानकर लाई पोस्टटा बाहरी छे। आउ जेमा नुआ पिला माने ऑनलाइन कर्म बोलुछ बोले सेमानकरटा पोस्ट एलिजिबल नै से इ पोस्ट भरी सारला परे जेन नेक्स्ट OSCP IRB आसबा सेने ऑनलाइन अप्लाई करि पारबो। पोस्ट खाली ही जिबा हविलदार पोस्ट आउ ASF पोस्ट भरले सिपाही कांस्टेबल पोस्टटा खाली रहबा। आमर चैनल के सब्सक्राइब करन वीडियो के लाइक शेयर करबाटा नहीं भूलबे। ए प्रकार इन्फॉर्मेशन आमर चैनल सब बिले मिलुथिबा।